ଆଜ୍ଞା ନମସ୍କାର। ନୂଆପଡ଼ା ପାଇଁ ଭାରତୀୟ ଜନତା ପାର୍ଟି ବିଜେଡି ଢାଞ୍ଚାରେ ରଣନୀତି ଆରମ୍ଭ କରିଦେଇଛି। ବିଜୁ ଜନତା ଦଳ ଯେଭଳି ଭାବରେ ପ୍ରତି ଜୋନରେ ମନ୍ତ୍ରୀମାନଙ୍କୁ ଜଗାଏ, ପ୍ରତି ପଞ୍ଚାୟତରେ ବିଧାୟକମାନଙ୍କୁ ଦାୟିତ୍ୱ ଦିଏ, ଠିକ୍ ସେଇଭଳି ଭାବରେ ଭାରତୀୟ ଜନତା ପାର୍ଟି ମଧ୍ୟ ଦାୟିତ୍ୱ ଦେଇଛି। ମନ୍ତ୍ରୀମାନେ ଏବେ ନୂଆପଡ଼ାରେ ଛାଉଣି ହୋଇଯାଇଛନ୍ତି। ନୂଆପଡ଼ାର ବିଭିନ୍ନ ମଣ୍ଡଳରେ ମନ୍ତ୍ରୀମାନେ ରହିବେ। କେଉଁ କେଉଁ ମନ୍ତ୍ରୀ ରହିବେ? ବଞ୍ଜାରୀ ମଣ୍ଡଳରେ ରବି ନାରାୟଣ ନାୟକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ସୁନାଦେଇ ମଣ୍ଡଳରେ ଗଣେଶ ରାମ ସିଂ ଖୁଣ୍ଟିଆ ଜଙ୍ଗଲ ବିଭାଗର ମନ୍ତ୍ରୀ, ପାତଳେଶ୍ୱର ମଣ୍ଡଳରେ ଗୋକୁଳାନନ୍ଦ ମଲ୍ଲିକ ଯେ ମତ୍ସ୍ୟ ଓ ପାଣି ବିକାଶ ମନ୍ତ୍ରୀ, ଏମଏସଏମଇ ମନ୍ତ୍ରୀ, ଜୟଜଙ୍ଘାରେ ସେ ଯେଉଁ ମଣ୍ଡଳରେ ରହିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କାନା ଭବେରା ମଣ୍ଡଳରେ ରହିବେ ଖଣି ମନ୍ତ୍ରୀ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ମଣ୍ଡଳୀରେ ଆମର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନ୍ଏସିରେ ଦାୟିତ୍ୱରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୋହନ ମାଝୀଙ୍କର ଅତ୍ୟନ୍ତ ଘନିଷ୍ଠ ମୁକେଶ ମହାଲିଂ, ଖରିଆ ରୋଡ଼ ଦାୟିତ୍ୱରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦାୟିତ୍ୱରେ ହୋଇଯିବେ। ଖାଲି ସେତିକି ନୁହେଁ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦଳ ନୂଆପଡ଼ାର ସାମଗ୍ରିକ ରାଜନୈତିକ ପରିଚାଳନା, ନିର୍ବାଚନ ପରିଚାଳନା ଏ ଦାୟିତ୍ୱ ଦେଇଛି। ତେବେ ଏସବୁ ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଏଇ ଟିମ୍ରେ ସୁର ସୂର୍ଯ୍ୟବଂଶୀ କାହିଁକି ନାହାନ୍ତି? ଆପଣଙ୍କର ମନେ ଥିବ ଧାମନଗର ଉପନିର୍ବାଚନ ରାଜ୍ୟ ରାଜନୀତିକୁ ଗୋଟିଏ ନୂଆ ମୋଡ଼ ଦେଇଥିଲା। ବିଜୁ ଜନତା ଦଳକୁ ଉପନିର୍ବାଚନରେ ପରାସ୍ତ କରାଯାଇପାରିବ ବୋଲି ଗୋଟିଏ ବାର୍ତ୍ତା ଗଲା, ଯାହାକି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ମନରେ ଜୋଶ ଭରି ଦେଇଥିଲା। ଆଜିକା ଦିନରେ ଯେତେ ମନ୍ତ୍ରୀ ଅଛନ୍ତି, ମୁଁ କହିବି ସୁରଜଙ୍କର ଫ୍ୟାନ୍ ଫଲୋଅର୍ସ ସମସ୍ତଙ୍କଠୁ ଅଧିକା। ଚମତ୍କାର ଭାଷଣ ବି ଦିଅନ୍ତି। ଗ୍ରାସରୁଟ୍ ଲେବୁଲରେ ସଂଗଠନ କରିକି ସେ ନେତା ହେଇଛନ୍ତି। କେବଳ ଯେ ନିଜ ବାପାଙ୍କ ନାଁରେ ନେତା ହେଇଛନ୍ତି ଅନେକ ମାନଙ୍କର ଧାରଣା, କିନ୍ତୁ ମୁଁ ଜାଣେ ସେ କଲେଜ ଅମଳରୁ ତୃଣମୂଳର ସଂଗଠନ କିଭଳି ଭାବରେ ଭୋଟଟା ଆସିପାରିବ ସେ ଅଙ୍କ ବି ସେ କଷନ୍ତି। କିନ୍ତୁ ସୁରଜଙ୍କୁ ନୂଆପଡ଼ା ଉପନିର୍ବାଚନରୁ ନା ପରିଚାଳନାରୁ ନା କୌଣସି ଦାୟିତ୍ୱରୁ ବାଦ୍ ଦିଆଯାଇଛି, ଯାହାକୁ ନେଇକି ଭାରତୀୟ ଜନତା ପାର୍ଟିରେ ଆଲୋଡ଼ନ ସୃଷ୍ଟି ହେବା ସ୍ୱାଭାବିକ କଥା। ସମସ୍ତେ ଭାବୁଛନ୍ତି ସୁରଜଙ୍କ ଭଳି ଜଣେ ଯୁବ ମନ୍ତ୍ରୀ, ଉଦୀୟମାନ ମନ୍ତ୍ରୀ ଯେ ଶ୍ରୋତାଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ରହିଛି, ତାଙ୍କୁ କାହିଁକି ଅଣଦେଖା କରାଗଲା? କାହିଁକି ନା ଆଜିକାଲି କଂଗ୍ରେସରେ ସେଇଭଳି ଭାବରେ ଅଣଦେଖାକୁ ନେଇକି ଭକ୍ତ ଦାସଙ୍କୁ ସମାଲୋଚନାର ସରବ ହେବାକୁ ପଡ଼ୁଛି। ଠିକ୍ ସେଇଭଳିରେ ବିଜେଡ଼ି କିଛି ନେତାଙ୍କୁ ଦାୟିତ୍ୱ ଦେଇନଥିଲା, ସେମାନେ ରୁଷିଲେ ବୋଲି ପୁଣି ଗୋଟିଏ ଟିମ୍ରେ ତାଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏ ନେଇକି ଭାରତୀୟ ଜନତା ପାର୍ଟିର ନେତାଙ୍କ ସହିତ ବି ଆମେ କଥା ହେଲୁ। ଆଚ୍ଛା, ସୁରଜ ବାବୁ ସତରେ ଦାୟିତ୍ୱ କାହିଁ ଦିଆଗଲାନି? ଅନେକଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି। ସୁରଜଙ୍କୁ ଦେବାର ଅସୁବିଧା କେଉଁଠି ଥିଲା? ନା ତାଙ୍କ ଉପରେ ଦଳ ଭରସା କରୁନି? ତାର ସୁନ୍ଦର ଉତ୍ତରଟିଏ ଆସିଲା। ଉତ୍ତରଟି ହେଉଛି ଯେହେତୁ ସେଇଟା ପଶ୍ଚିମ ଓଡ଼ିଶାର ନିର୍ବାଚନ ମଣ୍ଡଳୀ, ବିଜୁ ଜନତା ଦଳ ଯେଉଁଭଳି ଭାବରେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ଷ୍ଟିଅରିଂ କମିଟିରେ ଦାୟିତ୍ୱ ଦେଇଛି, ବଡ଼ ବଡ଼ ନେତାଙ୍କୁ, ଠିକ୍ ସେଇଭଳି ଭାବରେ ଭାରତୀୟ ଜନତା ପାର୍ଟି ମଧ୍ୟ ପଶ୍ଚିମ ଓଡ଼ିଶାର ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ନେତାଙ୍କୁ ମଧ୍ୟ
ଏ ଦାୟିତ୍ୱ ଦିଆଯାଇ ନାହିଁ। କିନ୍ତୁ ସୁରଜ ଓ ପୃଥ୍ୱୀରାଜ ଏମାନେ ମଧ୍ୟ ନୂଆପଡ଼ାରେ 4-5 ଦିନ ରହି ଦଳ ପାଇଁ ଅଙ୍କ କଷିବେ, ପ୍ରଚାର କରିବେ। କିନ୍ତୁ ଯେତେ ଦଳ ବୁଝେଇଲେ ବି ମନ ଭିତରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ରାଜନୈତିକ ମହଲରେ ଉଙ୍କି ମାରିବ, ସୁରଜଙ୍କୁ, ଏବଂ ଲୋକେ ବି କହିବେ, ବିରୋଧୀ ବି କହିବେ, ସୁରଜଙ୍କୁ ନୂଆପଡ଼ା ମନା। ନମସ୍କାର ଆଜ୍ଞା।